ତେବେ ଆଜିର ଏଇ ସେକେଣ୍ଡ ସେସନ ସତ୍ସଙ୍ଗକୁ ସମସ୍ତଙ୍କୁ ସ୍ୱାଗତ। ସକାଳର ଫାଷ୍ଟ ସେସନ ଥିଲା, ବହୁତ ଟିପ୍ସ ମଧ୍ୟ ଦିଆଯାଇଥିଲା। ଆଉ ଆଜିର ଏ ସେକେଣ୍ଡ ସେସନରେ ମୁଁ ସବଜେକ୍ଟ ତ ଆଣିନି, ତଥାପି ଏବେ ଭାବୁଛି କ'ଣ କହିବାକୁ ପଡ଼ିବ। ମୁଁ ଭାବୁଛି ଆଜିର ଏଇ ସବଜେକ୍ଟ ରଖିବି ବାସ୍ତବରେ ମୁନି ସମାଜ କ'ଣ, ମୁନି ସମାଜ କ'ଣ, ସାଇଲେଣ୍ଟ ଫିଚର ଅଫ ମୁନି ସମାଜ। ମୁନି ସମାଜର ମାନେ ମୁନି ସମାଜ ଭିତରେ କ'ଣ ଅଛି, ଏକ୍ଜାକ୍ଟ ମୁନି ସମାଜର ଆଇଡିଓଲୋଜି, ମୁନି ସମାଜର ସିଦ୍ଧାନ୍ତ, ମୁନି ସମାଜର ଯୋଗ, ମୁନି ସମାଜର କାର୍ଯ୍ୟକାରିଣୀ, ମୁନି ସମାଜର ଫାଉଣ୍ଡର ପ୍ରୋଫାଉଣ୍ଡର ମାନେ କିଏ ପ୍ରତିଷ୍ଠା କରିଥିଲେ, ଆଉ ମୁନି ସମାଜର ଲକ୍ଷ୍ୟ, ଏମ୍ ଆଣ୍ଡ ଅବଜେକ୍ଟିଭ ଯୋଉଟା ରହିଛି ମୁନି ସମାଜ, ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ଆଉ ମୁନି ସମାଜର ସଦସ୍ୟ ତାଙ୍କର ଆଭିମୁଖ୍ୟ, ତାଙ୍କୁ କ'ଣ କ'ଣ ଉପଦେଶ ଦିଆଯାଏ ମୁନି ସମାଜରୁ, ମୁନି ସମାଜ କ'ଣ ଶିକ୍ଷା କରନ୍ତି, ବୁଝିଲେ? ଏଇସବୁ ବିଷୟରେ ମୁଁ ଭାବୁଛି ଆଜି ଆଲୋଚନା କରିବା। ତେବେ ଶିବମୁନି ମହାରାଜ ଜନ୍ମ ନେଇଥିଲେ ଗୋରଖପୁରରେ। ମାତାଙ୍କ ନାମ ଶିବାରାଣୀ ଥିଲା ଏବଂ ତାଙ୍କର ପିତାଙ୍କ ନାମ ଶ୍ରୀକାନ୍ତ ଓଝା ଥିଲା। ଦେଖନ୍ତୁ, ଶିବମୁନି ମହାରାଜ ଆସିଲେ, ସେ କହୁଛନ୍ତି ମୁଁ 5000 ବର୍ଷ ପରେ ଆସିଛି। ଯିଏ 5000 ବର୍ଷ ପରେ ପୁଣି ଆସିଛନ୍ତି, କିଛି ନୂତନ ଲକ୍ଷ୍ୟ ଥିବ ତାଙ୍କର, ନୂତନ ଚିନ୍ତାଧାରା ଥିବ। ଆଉ ସେ ପରିବାର ସହିତ ଶିବମୁନିଙ୍କର ସିଦ୍ଧାନ୍ତ ମ୍ୟାଚ୍ ହବନି କେବେ, କାରଣ ଜଣେ ମହାପୁରୁଷ ଆସିଛନ୍ତି ଏବଂ ଗୋଟେ ସାଧାରଣ ପରିବାର, କହିବେନି ସାଧାରଣ ପରିବାର, ତଥାପି ତାଙ୍କ ତୁଳନାରେ ସାଧାରଣ। ଏ ଜଣେ ଅସାଧାରଣ ବ୍ୟକ୍ତି ସେଠି ଜନ୍ମ ନେଇଛି, ଆଇଡିଅଲି ମିଶିବ ନାହିଁ କେବେ, ପିତାଙ୍କ ସହିତ ମିଶିଲାନି, ତେଣୁ ତାଙ୍କୁ ବାହାରେ ଘର ଭଡ଼ା ନେଇକି ରହିବାକୁ ପଡ଼ିବ। ଏକ ପ୍ରକାର ବିତାଡ଼ିତ ବା ସ୍ୱଇଚ୍ଛାରେ ହୁଏତ ଆସିପାରିଥାନ୍ତି ଘର ଛାଡ଼ିକିରି, ସେଇ ଗୋରଖପୁରରେ ଏକ ଘର ଭଡ଼ା ନେଇକରି ରହିଥିଲେ, ଯୋଉଠି ମୁନି ସମାଜକୁ ଷ୍ଟାର୍ଟ କଲେ। ସେତେବେଳେ ନା ତାଙ୍କ ପାଖରେ ପଇସା ଥିଲା, ନା ଘର ଥିଲା, ନା ଖାଦ୍ୟ ଥିଲା, ନା କ'ଣ ବି କିଛି ନଥିଲା, ଦେଖିବାକୁ ଗଲେ କିଛି ନଥିଲା। ସେଇ ଅବସରରେ ସେ ମୁନି ସମାଜ ଷ୍ଟାର୍ଟ କରିଥିଲେ। ତା ପୂର୍ବରୁ ଜ୍ଞାନ ଶକ୍ତି ନାମରେ ଏକ ପତ୍ରିକା ସେ ପ୍ରକାଶ କରୁଥିଲେ। ଏ ସତ୍ୟ ସିଦ୍ଧାନ୍ତକୁ ନେଇକରି ଗୋଟେ ଜ୍ଞାନ ଶକ୍ତି ପତ୍ରିକା ପ୍ରେସରେ, ନିଜର ପ୍ରେସ୍ ନଥିଲା, ଅନ୍ୟ ପ୍ରେସରେ ଛପେଇକି ପ୍ରକାଶ କରୁଥିଲେ। ତାପରେ ହୁଏତ ନିଜର ପ୍ରେସ୍ ତିଆରି କଲେ, ଛାପାଖାନା, ଯୋଉ ଲେଟର ଗୁଡ଼ିକ ଥାଏ ସେଠି ଲେଖିକିରି କମ୍ପୋଜ କରିକି ପ୍ରିଣ୍ଟ କରନ୍ତି। ଗୋଲ ଗୋଲ ଥାଏ ଗୋଟେ କଳ ଭଳି, ତାକୁ ଚଲାନ୍ତି, ସେଥିରେ ପ୍ରିଣ୍ଟ ଆଉଟ୍ ହୁଏ। ଏବେ ବି ସେ ଗୁରୁଦେବଙ୍କ ଘରେ ସେଟା ଅଛି। ଯାହା ହଉ, ବହୁ କଷ୍ଟରେ ସେ এই ସତ୍ୟ ସିଦ୍ଧାନ୍ତକୁ 8 ଜଣ ମୁନିକି ନେଇକି ପ୍ରଥମେ
ଷ୍ଟାର୍ଟ କରିଥିଲେ। ସତ୍ୟ ଏବଂ ସ୍ୱତନ୍ତ୍ର ବିଚାରକମାନଙ୍କୁ ନେଇକରି କରିଥିଲେ, ତାଙ୍କରି ଶିଷ୍ୟମାନଙ୍କୁ ନେଇ କରିଥିଲେ। ତେବେ ଏଇ ମୁନି ସମାଜର ଶିବମୁନିଙ୍କ ଦ୍ୱାରା ଯେଉଁ ସ୍ଥାପନ କରାଗଲା ଗୋରଖପୁରରେ, ତାର ଗୋଟେ କମିଟି ମଧ୍ୟ କଲେ ଏବଂ ସେଇଟା ରେଜିଷ୍ଟର କଲେ। ସେଇ ଗୋରଖପୁର ରେଜିଷ୍ଟର ହେଇଛି, ସେବେଠୁ କରିଥିଲେ ଆଉ। କିନ୍ତୁ ତାଙ୍କ ପାଖରେ ସେତେବେଳେ ପଇସା ନଥିଲା, ବହୁତ ଦୁଃଖ କଷ୍ଟରେ ସେ ଚଳୁଥିଲେ। ଏପରିକି ଦିନେ ଦିନେ ମଧ୍ୟ କ'ଣ ବି ଖାଦ୍ୟ ବି ହୁଏତ ନ ମିଳିପାରୁଥିଲା ତାଙ୍କୁ। ମୁଁ ଯେତିକି ଅନୁମାନ କରି କହୁଛି, ହୁଏତ ଏମିତି ସବୁ ହେଇଥିବ। ଆଉ ସେଇ ଦୁର୍ଦିନ ଅବସ୍ଥାକୁ ନେଇକରି ଗୋଟେ ବିରାଟ ସଂସ୍ଥା ତିଆରି କରିପାରିଲେ। ଏଇଟା ଗୋଟେ ବଡ଼ ଜିନିଷ ତାଙ୍କ ଦୁର୍ଦିନ ଅବସ୍ଥାକୁ ନେଇକରି, ଅଭାବ ଅବସ୍ଥାକୁ ନେଇକରି, ପୁଅର ଅବସ୍ଥାକୁ ନେଇକରି ଜଣେ ଗୋଟେ ବିରାଟ ସଂସ୍ଥା କରିବା ସର୍ବଭାରତ ସ୍ତରରେ କହିଲେ ଅତ୍ୟୁକ୍ତି ହବନି। ମାନେ ନାଁ ରଖିଥିଲେ ଅଖିଳ ଭୂମଣ୍ଡଳୀୟ ସର୍ବ ଶିରୋମଣି ମୁନି ସମାଜ। ବୁଝନ୍ତି କଥା, ଅଖିଳ ଭୂମଣ୍ଡଳୀୟ। ଆକ୍ଚୁଆଲି ମୁନି ସମାଜ ନାଁଟା ସର୍ଟରେ କହୁଛନ୍ତି ସମସ୍ତେ, କିନ୍ତୁ ଅଖିଳ ଭୂମଣ୍ଡଳୀୟ। ଅଖିଳ ମାନେ ଭୂମଣ୍ଡଳ, ଭୂମଣ୍ଡଳ ମାନେ ଏଇ ଯୋଉ ଭୂମଣ୍ଡଳ ପୃଥିବୀ ଅଛି, ବୁଝିଲେ? ପୃଥିବୀରେ ଏଇଟା କେବଳ ସୀମିତ ନୁହେଁ, ପୃଥିବୀ ପରେ ଯଦି ଆଉ ଦେଶ ଥିବ, ବିଶ୍ୱ ଆକାଶ ଅଛି। ତେଣୁ ସେ ଅଖିଳ ନିଖିଳ ଯୋଉ କୁହାଯାଉଛି, ଅଖିଳ ରଖିଲେ ମାନେ ପୃଥିବୀ ବାହାରେ ମଧ୍ୟ ବ୍ୟାପକ ରହିବ। ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ। ଦେଖନ୍ତୁ କେତେ ବିରାଟ ଆଭିମୁଖ୍ୟ ଏବଂ ବିରାଟ ନାଁ। ମାନେ କିଏ ଦେଇ ଦଉଛି, ଆଜିକାଲିର ଯୁଗ ସେ ଯୋଉ ବ୍ରାଞ୍ଚ କରୁଛନ୍ତି, ସେ ଦଉଛନ୍ତି କ'ଣ? ସେ ଖନ୍ତାପଡ଼ା ବ୍ରାଞ୍ଚ, କିଏ ବାଲେଶ୍ୱର ବ୍ରାଞ୍ଚ, କିଏ ଦେଲା ଆମର ଯୋଉ ଯୋଉ ପ୍ଲେସରେ କରୁଛନ୍ତି, ସେ ପ୍ଲେସର ନାଁ ଦେଇକରି କରୁଛନ୍ତି ଏଇ ବ୍ରାଞ୍ଚ। ହୁଏତ ଆମେ ଟିକେ ଉର୍ଦ୍ଧ୍ୱକୁ ଆସିକିରି ଆମେ ରଖିଲୁ ଯୋଗ ଏଜୁକେସନ ଟ୍ରେନିଂ। ଆମ ନାଁଟା ରହିଲା ଯୋଗ ଏଜୁକେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର। ଯୋଗ ରହିଲା, ଏଜୁକେସନ ରହିଲା, ଟ୍ରେନିଂ ରହିଲା ଏବଂ ରିସର୍ଚ୍ଚ ସେଣ୍ଟର ରହିଲା। ଯୋଗ ଏଜୁକେସନ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର। ହୁଏତ ଏଇଠି ଗୋଟେ ସଫିଷ୍ଟିକେଟେଡ ନାଁ ରଖାଗଲା, ଏଇଥିପାଇଁ ଏହାର ବ୍ୟାପକତା ଅଛି। ଶିବମୁନି ଯୋଉ ରଖିଥିଲେ ସେ ନାଁର ସେଇ ପରିପ୍ରେକ୍ଷୀରେ ଆମେ ନାଁ ରଖିଛୁ। ସର୍ବ ମାନେ ୱାର୍ଲଡ ପାଇଁ ରଖା ହେଇଛି। ଯୋଗ ଏଜୁକେସନ ମାନେ କେବଳ ସୀମିତ ଭାରତରେ ନୁହେଁ, ଯୋଗ ଏଜୁକେସନ ଟ୍ରେନିଂ ରହିଛି, ଯୋଗ ରହିଛି, ଶିକ୍ଷା ରହିଛି, ପ୍ରଶିକ୍ଷଣ ରହିଛି ଏବଂ ରିସର୍ଚ୍ଚ ସେଣ୍ଟର ମଧ୍ୟ ରହିଛି। ଇଏ ବି ଗୋଟେ ସର୍ବବ୍ୟାପକ ନାଁଟା, ୟୁନିଭର୍ସାଲ ନାଁଟା ରଖାଗଲା। ଆମେ ବି ସେଇ ଆଇଡିଓଲୋଜି ରଖିଥିଲୁ। ତେବେ ଯାହା ହଉ, ଶିବମୁନିଙ୍କର ଯୋଉ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ ଗୋରଖପୁର ଏବେ ପ୍ରସାରିତ ହେଇଛି ତାଙ୍କର ଉଦ୍ଦେଶ୍ୟ କଳ୍ପନାକୁ ନେଇକରି, ବୁଝିଲେ? ବହୁତ ପ୍ରସାରିତ ହେଇସାରିଛି। ସତ୍ୟର ସିଦ୍ଧାନ୍ତକୁ ନେଇ ଯୋଉ ରଖିଲେ, ହୁଏତ ସତ୍ୟଟା ଏତେ ଶୀଘ୍ର ସ୍ପ୍ରେଡ କରିବନି, ସତ୍ୟଟା ଏତେ ଶୀଘ୍ର ସ୍ପ୍ରେଡ କରିବନି, ଧିମା ଗତି କିନ୍ତୁ ମଜବୁତ। ବୁଝନ୍ତୁ, ସତ୍ୟଟା ଶୀଘ୍ର ସ୍ପ୍ରେଡ କରିବନି, ଧିମା ଗତି କିନ୍ତୁ ମଜବୁତ ସ୍ଥିତିରେ ଯିବ। ତେଣୁ ଆଜିକି ସେ ତ ଗଠନ କରିଥିଲେ 1935 ମସିହାରେ। 1935 ମସିହାରେ ଗଠନ କରିଥିଲେ, ଏ ଯୋଉ ମୁନି ସମାଜକୁ ସ୍ଥାପନ କରିଥିଲେ। 1935 ମସିହା ଡିସେମ୍ବର 26 ତାରିଖ। ସେଥିପାଇଁ ସାରା ଭାରତରେ ବା ଓଡ଼ିଶାରେ ଏଇ ଫଙ୍କସନ କରୁଛନ୍ତି ସେଇ ଡିସେମ୍ବର 26।
आमे किंतु डिसेम्बर 26 फंक्शन केवे करिनु। आमे करिछु कोन ना शिवमुनि का जयंती उत्सव करिछु नवेम्बर बा अक्टोबर लास्ट आड़ हुए आउ नवेम्बर फर्स्ट वीक रे हुए शिवमुनि का जयंती। सी कुमार पूर्णिमा रे जन्म नहीं थिले शिवमुनि। कुमार पूर्णिमा जन्म उत्सव परिप्रेक्षी आम जयंती पालन कर। ये गले तांकर सामयिक भाव टिके परिचय देली शिवमुनि के। आउ तांकर जो सिद्धांत वैप्लविक एवं बहुत उच्च कोटिर सिद्धांत थिला। कौन सिद्धांत थिला ना तांकर समस्ते आश्चर्य जीवा द्वैत भावर प्रचार कर जीव एवं ब्रह्म दुईटी मत रख माने गोटे परम अच्छी आ जीव अच्छी दुई मत। जमती कि दयानंद सरस्वती आसिले अद्वैत भाव द्वैत भाव प्रचार कले जीव परमर भाव। जीव एवं परम केवे एक नुहंती। साजुजा सख्यांग समान वृक्षं परिशेष जात। से कहले चाकर एवं मालिक जमती रुहंती से वृक्ष दी जन रही। दयानंद सरस्वती कहले किंतु शिवमुनि मध्य से आर्य समाज को जाउथिले एवं देखुथिले तांको सिद्धांत तीक्ष्ण दृष्टि रे। एवं सी दयानंद सरस्वती लिखिले सत्यार्थ प्रकाश बुझिले। ये लिखिले परमार्थ प्रकाश। सही बही की से बहीर केते गुडे दोष त्रुटि परिलक्षित करिक सी मध्य लिखिथिले परमार्थ प्रकाश गुरुदेव। तेणु ये सब सिद्धांत तांकर थिला कोन जीव अद्वैत भाव जीवा द्वैत भाव। जीव अद्वैत जीव ही एक अंक सिद्धांत वैप्लविक एथपाई जे से कहले जे तुमे ही भगवान। जीव जी परम सही अंकर मुख्य सिद्धांत एटा थिला। जी जीव सही परम माने तुमे जीव तुमे परम। से कहले जे जीव ही भगवान। जोटा वेद लिखा है अहं ब्रह्मास्मि तत्त्वमसि अयं आत्मा ब्रह्म। जो चारोटी महावाक्य अयं आत्मा ब्रह्म स्वयं चतुष्पद ये जो चारोटी महावाक्य को शिवमुनि तांको सिद्धांत को आनिकरी कहले तुमे ही भगवान। जीव अद्वैत जीव पर आउ किए ना जीव ही भगवान जीव ही ईश्वर। से कहले जे तांकर गोटे शुभ भावना पंक्ति रही तीनोटी पद। से तीनोटी पद एते मार्मिक एवं एते उच्च श्रेणीर जोटा कि आज पर्यंत कहीं से शुभवान को रखी ना जिते महापुरुष आछि रखी ना। से बहुत स्वतंत्र भाव मुनि समाज को स्वतंत्रता एथपाई अच्छी जे गुरुदेव समस्त कहते एटा भगवान एवं एटा भी जीव। किंतु शिवमुनि डायरेक्ट आसले कहले ना तुमे ही भगवान। एक कथा आज पर्यंत कई कहना जदिओ वेदर लिखा है जे अहं ब्रह्मास्मि। शंकराचार्य आसले कहले दुईटी भाव से सृष्टि है जीव ब्रह्मेव नाम पर। जीव ब्रह्म भीतर तफात नहीं। आत्मा सत्य जगत मिथ्या। आत्मा सत्य जगत मिथ्या जीव ब्रह्मेव नाम पर। जीव ब्रह्म भीतर की तफात नहीं किंतु ताधरे ईश्वर पूजा बा मूर्ति पूजा अनेक अनेक जिनस सब रहा किंतु स्पष्ट भाव में कहीं कहलेनि जे जीव ही ब्रह्म बोली केवल शिवमुनि कहले। एथपाई शिवमुनि को वैप्लविक चिंताधारा
हलचल करदेला सेतेबेले एई भारत वर्षरे आंकर जो सिद्धांत को नहीं बहुत हलचल सृष्टि हो जाइतिला जीवादित्यवाद को नहीं बुझंतु कथा तेणु तांकर शुभवाना जो तीनोटी पंक्ति थिला से तीनोटी पंक्ति रे से स्पष्ट भावरे जीव ही केमिति भगवान सेटा को तांकर पंक्ति रे उल्लेख करछन बुझिले जीव ही भगवान जेमती कहले जे प्रथम लक्ष्य निरंजन अहम मु निरंजन मु निष्करण आत्मा को बेस कर लिखिछन मु निरंजन मोर किसी आत्मार केबे कलंक नाही ना तुमको से कहूँ आत्मस्वरूप तुम्हें ब्रह्म स्वरूप तेणु स्वाभाविक हम कि नहीं तांको भावरे निरंजन अहम जगदीश्वर अहम जेमती जने कहला अहम ब्रह्मास्मि केमती कहला जो मुनि ऋषि कहले अहम ब्रह्मास्मि से स्तर को जाई कहचंती ना एक कथा बुझंतु भला से स्तर को नगल कहि परिबनि अहम ब्रह्मास्मि अयं आत्मा ब्रह्म तत्त्वमसि तेणु ये कहले गुरुदेव कहले जे निरंजन अहम जगदीश्वर अहम मु जगतर ईश्वर पूरा स्पष्ट जगदीश्वर हम सुशक्ति सामर्थ्य युक्त हमेश मु शक्ति सामर्थ्य युक्त जिते मु निरंजन मु निष्कलंक एवं जगदीश्वर मु जगतर ईश्वर जिते मुझे शक्ति सामर्थ्य युक्त न हबी तेणु शक्ति सामर्थ्य मु हूँ युक्त निरंजन जगदीश्वर सुशक्ति सामर्थ्य युक्त हमेश युक्त हम ईश्वर हम माने मु ईश्वर माने भगवान मु शक्ति सामर्थ्यर भगवान बुझंतु एक भलवारे शब्द को एनालाइज करियो निरामय हम अजरामर हम सुसुंदर हम धनिक ये जो शब्द गुड़ा आनी रखिले पुणी कहते अहं परब्रह्म युवा कुमार प्रसन्न आनंदमय हमात्मा विशुद्ध विज्ञान घनोति निर्मल पूर्ण चिदानंदमय शिव ये जो शब्द गुड़ा जिते कंपोजिशन करछन सबु जाक ईश्वर ईश्वर भगवान और भगवान मध्य से कहते खाली भगवान नहीं भगवान और भगवान तुम्हें और ईश्वर ईश्वर तेणु सर्वेश्वर तेणु तुम ऊपर आउ किए काले ईश्वर आसीजे बुझिले डाउट तेणु सी तुमको कहले तुम्हें सर्वेश्वर ईश्वर ईश्वर भगवान भगवान आउ मालिकर मालिक सब तो तुम्हें रखिले आउ किछि से मुनि समाज सिद्धांत वैप्लविक एवं जुगान्तकारी आपको किए हल वेद को जमी हल पारना ये शिव मुनि को सिद्धांत को किए हलचल कर दृढ़ आते प्रैक्टिकल प्रैक्टिकल पूरा तुम्हें भी जिते से शुभना को जप कर मु अनुभव कहूँ तुम लोम टांकुरी उठ तुम लोम टांकुरी उठ आउ तांकर बाणी थिला ये गले तांकर माने आभिमुख्य एवं से किए वर्णना कर ये शुभवाना जे से निजर पराकाष्ठ को थोड़ी आनी पति पति परमेश्वर मु राजार राजा पति पति परमेश्वर हम मु परमेश्वर मु श्रेष्ठ ईश्वर हूँ मु पति पति परमेश्वर भूपस्य भूप भुवनेश्वर मु भगवान भगवान ईश्वर ईश्वर सर्वेश्वर भुवनेश्वर 14 ब्रह्मांडर मालिक मु भुवन ईश्वर माने जे भुवन अच्छी
ସେ ଭୁବନ ଈଶ୍ୱର, ମୁଁ ହେଉଛି ମାଲିକ, ଭୁବନେଶ୍ୱର। ଅହମ ଈଶ୍ୱରାଣାଂ ସର୍ବେଶ୍ୱର ଅହମ ବନ୍ଧନ ବିମୁକ୍ତ ମୁକ୍ତେଶ୍ୱର ଅହମ। ମୁଁ ବନ୍ଧନ ନୁହେଁ, ଜୀବର କେବେ ବନ୍ଧନ ନାହିଁ। ଜୀବର ନୁହେଁ ବନ୍ଧନ କହିଲେ ଦଶରାନନ୍ଦନ କୃଷ୍ଣ କହୁଛନ୍ତି, କିନ୍ତୁ ଇଏ ବି କହିଲେ ଜୀବର ବନ୍ଧନ ନାହିଁ। ଏବେ ସେଗୁଡାକୁ ମୁଁ ଆନାଲାଇଜ କରୁନି, ମୁଁ ଜଷ୍ଟ ଗୋଟେ କହିଲି ତୁମକୁ ମନେ ପକେଇ ଦେବା ପାଇଁ। ତାଙ୍କର ସିଦ୍ଧାନ୍ତକୁ ନେଇକରି, ତାଙ୍କର ବୈପ୍ଳବିକ ଚିନ୍ତାଧାରାକୁ ନେଇକରି ମୁଁ ଉପସ୍ଥାପନ କଲି। ତାଙ୍କର ଶୁଭ ଭାବନାରେ କେତେ ଶକ୍ତି ଅଛି, ଯୋଗ କଥା ଛାଡ଼। ଆଜି ପର୍ଯ୍ୟନ୍ତ କେହି ଏକଥା କହିନାହାନ୍ତି। ବୁଦ୍ଧ ଆସିଲେ କହିଲେ ଆପ ଦୀପ ବନ। ବୁଦ୍ଧ କହିଲେ ନିଜ ଦୀପ ନିଜେ ବନ, ନିଜେ ଦୀପକ ହେଇଯାଅ, ନିଜେ ବଳଶାଳୀ ହେଇଯାଅ। ଆପ ଦୀପ ଆପ ବନ, ଅପ୍ରମାଦ। କିଏ କହିଲେ? ଆମର ମହାବୀର କହିଲେ ଅପ୍ରମାଦ। କିନ୍ତୁ ଶିବମୁନି କଣ କହିଲେ? ଶିବମୁନି କହିଲେ ଜ୍ଞାନରେ ଶକ୍ତି ଅଛି। ଶକ୍ତିଟା କୋଉଠି ଅଛି ନା ଜ୍ଞାନରେ ଅଛି। ମୁଁ ସେଥିପାଇଁ ଜ୍ଞାନକୁ ବେଶୀ ଟ୍ରେସ୍ ଦିଏ। ବାସ୍ତବରେ ଜ୍ଞାନରେ ଶକ୍ତି ଅଛି। ତୁମେ ଯଦି ଏଠି ବସିଛ ଜ୍ଞାନ ଗ୍ରହଣ କରିବା ପାଇଁ, ଏ ବସୁ ବସୁ ଜ୍ଞାନ ଯୋଗ ମଧ୍ୟ ହେଇଯାଏ। ବହି ପଢୁ ପଢୁ ତାଙ୍କ ବହି ଯଦି ଜଣେ ପଢିବେ, ଦେଖିବେ ସେଇଥିରେ ଯୋଗ ହେଇଯିବ, ଜ୍ଞାନ ଯୋଗ ହେଇଯିବ, ସମାଧି ହେଇଯିବ, ସେଇ ଜ୍ଞାନ ସମାଧି ହେଇଯାଏ ସେଠି। ତେଣୁ ସେ କହିଲେ ଜ୍ଞାନରେ ଶକ୍ତି ଅଛି। ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ। କୋଉ ଜ୍ଞାନ ସର୍ବଶ୍ରେଷ୍ଠ? ନା ଆତ୍ମଜ୍ଞାନ। ଜ୍ଞାନରେ ଶକ୍ତି ଅଛି, ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ। ଭୂଗୋଳ, ଇତିହାସ, କେମିଷ୍ଟ୍ରି, ବାୟୋଲୋଜି, ବୈଜ୍ଞାନିକ ଜ୍ଞାନ, ବୁଝିଲେ? ଯେତେ ଜ୍ଞାନ ଅଛି ସମସ୍ତଙ୍କ ଠାରୁ ଜ୍ଞାନ ହଉଛି ଆତ୍ମଜ୍ଞାନ। ବୁଝନ୍ତୁ ଏ କଥା। ତେଣୁ ସେ ଆତ୍ମଜ୍ଞାନକୁ ଥୋଇଲେ। ଜ୍ଞାନରେ ଶକ୍ତି ଅଛି। କୋଉ ଜ୍ଞାନରେ? ନା ଆତ୍ମଜ୍ଞାନରେ ଶକ୍ତି ଅଛି। ସବୁ ଜ୍ଞାନରେ ଶକ୍ତି ନାହିଁ। ज्ञान ज्ञान में शक्ति है। आत्मज्ञान सर्वश्रेष्ठ ज्ञान। अंधविश्वास छोड़कर, अंधविश्वास छाड़ी तुमर भीतर शब्द सुन। देख पूरा नहीं आइले भीतर। अंधविश्वास बाहर सब अच्छी, ताको छाड़ी तुम भीतर शब्द शुणा से कह ब्रह्मनाद, मनर कथा, मनर मूल जगत। तेणु सी कहले जे ज्ञान शक्ति अच्छी, आत्मज्ञान सर्वश्रेष्ठ ज्ञान। अंधविश्वास छाड़ी अंध भाव क्या ग्रहण कर, जहाँ ग्रहण कर प्रत्यक्ष भाव ग्रहण कर। अंध भाव कौन कथा को विश्वास करना। अंधविश्वास छाड़ी निज भीतर शब्द शुण। शब्द शुणिले कौन हम? तुमर प्रकृत पथ प्रदर्शक, गाइड, फिलोसोफर, पितामाता, अभिभावक हला सब किछि तुमर नियंत्रक। तुमको जे एठिके आनीछि एवं नहीं जो तुम भीतर विद्यमान, तुम भीतर अच्छी। ज्ञान में शक्ति है, आत्मज्ञान सर्वश्रेष्ठ ज्ञान है। अंधविश्वास छोड़कर निज भीतर का शब्द सुनो। तुम्हारा प्रकृत पथ प्रदर्शक तुम भीतर विद्यमान। तुम्हारा प्रकृत गाइड जे चिंता करते से निज को काटिदेले, निज गुरु को काटिदेले, निज को काटिदेले। से कहले जी तुम भीतर अच्छे प्रकृत गुरु। भीतर शब्द शुण, भीतर शब्द शुणिले तुम जापर भीतर।
ଏଇଟା ହଉଛି ଏଇଟା ଗୁରୁଦେବଙ୍କର ପକ୍ଷପାତିତା ନୁହେଁ, ଇଏ ମଜବୁତ ସିଦ୍ଧାନ୍ତ ଯେ ତୁମ ଭିତର ଶବ୍ଦ ଶୁଣ। ପ୍ରକୃତରେ ସେ ଏପଟ ସେପଟ କରିବନି ତୁମକୁ। ପ୍ରକୃତରେ ତୁମ ଭିତରେ ଯୋଉ ସତ୍ତା ଅଛି, ଏଇ ଶବ୍ଦରେ ମଧ୍ୟ ସେ ତୁମକୁ ଜ୍ଞାନ ଦେଇଦେଲା। ଜ୍ଞାନର ଶକ୍ତି ଅଛି, ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ। ମୁଁ ପଢୁଥିଲି ତସଲିମାନ୍ ନାସରିନ୍ଙ୍କର ବହି, ଗୋଟେ ନୋଭେଲ ବହି, ଉଚ୍ଚକୋଟୀର ବହି, ଯିଏ ପୁରା ହଲେଇ ଦେଇଥିଲା, ମାନେ ମୁସଲମାନ କଣ୍ଟ୍ରିକୁ ହଲେଇ ଦେଇଥିଲା, ବିସ୍ଫୋରଣ କରିଦେଇଥିଲା ସେ ବହି। ମୁଁ ସେଇ ବହି ପଢୁଥିଲି। ଜଣେ ଆସି କହିଲେ ତୁମେ ମୁନି ସମାଜ ବହି ପଢ। ଇଏ କି ବହି? ମୁଁ ତାପରେ ଅନୁଭବ କଲି ପ୍ରକୃତରେ ମୁଁ ଯୋଉ ବହି ପଢୁଥିଲି ତାଠାରୁ ଉଚ୍ଚ ଶ୍ରେଣୀର ବହି ହଉଛି ଆତ୍ମଜ୍ଞାନ ବହି, ଯୋଉଟା ଶିବମୁନିଙ୍କ ସାହିତ୍ୟରେ ଅଛି। ଶିବମୁନି 54 ଖଣ୍ଡ ବହି ଲେଖିଛନ୍ତି। ସେ ସବୁ ଯାକ ବହି ସବୁ ଯାକ ଆତ୍ମଜ୍ଞାନ, ପିଓର ଆତ୍ମଜ୍ଞାନ। କେବଳ ଆତ୍ମା କଥା ଲେଖାଏ, ଆତ୍ମାର ଗାରିମା କଥା ଲେଖାଏ, ଆଉ କିଛି ନାହିଁ। ଜଣେ ମୋଟିଭେଟେଡ ହବ। ଯଦି ଆମେ 2-3ଟା କଥା କହିବା କେବେ ମୋଟିଭେଟେଡ ହେବେନି। ତେଣୁ ସେ ଏଭଳି ପୁସ୍ତକ ଲେଖିଲେ ଯୋଉଟା କି ସମ୍ପୂର୍ଣ୍ଣ ଆତ୍ମଜ୍ଞାନରେ ଭରପୁର ପୁସ୍ତକ, ପୁରା ଆତ୍ମଜ୍ଞାନ, ସେଥିରେ କିଛି ବେଦାନ୍ତ ସିଦ୍ଧାନ୍ତ ତୁମକୁ ବୈରାଗ୍ୟ ଦେଇଦବ। ସଚିତ୍ର ଯୋଗ ସାଧନ ତୁମକୁ ଯୋଗର ଅବିକଳ ଚିତ୍ର ଦବ। ମାନେ ହ୍ୱାଟ ଇଜ ଯୋଗ, ଯୋଗଟା କଣ ପ୍ରକୃତରେ, ସଚିତ୍ର ଯୋଗ ସାଧନ ତୁମେ ପାଇପାରିବ। ପ୍ରାଣର ଅପୂର୍ବ ମହିମା, ପ୍ରାଣର ଶକ୍ତି, ପ୍ରାଣର ଈଶ୍ୱରତ୍ଵ, ଅନେକ ଜିନିଷ ଅଛି ସେ ବହିରେ ଦେଖିବେ। ପ୍ରାଣର ସମ୍ପୂର୍ଣ୍ଣ ଚିଠା ତୁମେ ସେ ବହିରୁ ପାଇପାରିବ। ଆଉ ଆତ୍ମବଳ, ମନୋବଳ, ଇଚ୍ଛା ଶକ୍ତି ଗୋଟେ ଅଦ୍ଭୁତ ବହି, ଅଦ୍ଭୁତ ବହି। ତୁମକୁ ଜଡ଼ ଚେତନର ପାର୍ଥକ୍ୟ ଦବ ତାଙ୍କ ବହିରେ ଦେଖିବେ। ସେ ଜଡ଼ କଣ, ଚେତନ କଣ, ସେ ଡିଷ୍ଟିଂସନ କରିଛନ୍ତି ସେ ବହିରେ। ଆଉ ଶାନ୍ତିଦାୟୀ ଭିତରେ ସେ ତ ଅଦ୍ଭୁତ ଅଦ୍ଭୁତ ବହି ବହି। ଯେତେ ଥର ପଢୁଥିବ, ଜଣେ ଏବେ କହିଲେ 100 ଥର ପଢିଲେ, ଯେତେ ଥର ପଢୁଥିବ ସେତେ ମିନିଂ ଆସିବ, ନୂଆ ନୂଆ ଜିନିଷ ପାଇବ। ଶାନ୍ତିଦାୟୀ ବିଚାର ବା ଶାନ୍ତିଦାୟକ ବିଚାର। ଆଉ ଯୋଗ ପରିଚୟ, ସତ୍ୟ ସୁନ୍ଦର ସ୍ୱତନ୍ତ୍ର ବିଚାର, ସେ ଗୋଟେ ଅଦ୍ଭୁତ ଅଦ୍ଭୁତ ବହି ସବୁ। ସତ୍ୟ ସୁନ୍ଦର ସ୍ୱତନ୍ତ୍ର ବିଚାର ଗୋଟେ ଅଦ୍ଭୁତ ବହି। ଆଉ ସଚି ସନ୍ଧ୍ୟା, ଯୋଉ ପ୍ରାଣାୟାମ ଉପରେ ଯୋଉ ଅନେକ ଆସିଛନ୍ତି ସାଧୁ ସନ୍ଥ, ଯୋଉ ବିବରଣୀ ଦେଇଛନ୍ତି, ଟିପ୍ପଣୀ ଦେଇଛନ୍ତି, ତୁମର ଗୋଟେ ନଲେଜ ନୁହେଁ, ଗୋଟେ ବିରାଟ ନଲେଜ ତୁମର ହେଇଯିବ। ଅଦ୍ଭୁତ ନଲେଜ ସୃଷ୍ଟି ହବ ଯଦି ତମେ ସଚି ସନ୍ଧ୍ୟା ପଢିବ। ପ୍ରାଣାୟାମ ଉପରେ ଅଖଣ୍ଡ ଯୁକ୍ତି କରି ଲେଖିଛନ୍ତି ସଚି ସନ୍ଧ୍ୟା ବା ତ୍ରିସନ୍ଧ୍ୟା। ଅଦ୍ଭୁତ ବହି, ପ୍ରାଣାୟାମ ଉପରେ ଅଦ୍ଭୁତ ବହି ହଉଛି ସେଇଟା। ତେଣୁ ଡରିବନି। ଆଉ ଯୋଉମାନେ ନାକ ଏପଟରେ ନେଇକି ସେପଟରେ ଛାଡୁଛନ୍ତି, କହୁଛନ୍ତି ଏଇଟା ଅନୁଲୋମ ବିଲୋମ, ଏଇଟା କଣ ପ୍ରାଣାୟାମ? କିଏ ଜୀବ ବାଟ ନେଇକିରି ପାଟିକି କହୁଛନ୍ତି ଏଇଟା ଶୀତଳୀ ପ୍ରାଣାୟାମ, ବୁଝିଲେ? କିଏ ନାକ ବନ୍ଦ କରି କହୁଛନ୍ତି ଏଇଟା କୁମ୍ଭକ ହେଇଗଲା ଭିତରେ, ଅନ୍ତ କୁମ୍ଭକ। କିଏ ବାହାରେ ରୋକିକିରି ନିଶ୍ୱାସକୁ କହୁଛନ୍ତି ଏଇଟା ବହି କୁମ୍ଭକ ହେଇଗଲା। ଇଏ ଯୋଗ ନୁହେଁ କେବେ, ଇଏ ବିଯୋଗ। ତେଣୁ ଆପରେ ଗୋଟେ ସମ୍ପୂର୍ଣ୍ଣ ଭାବରେ ଏସବୁ କାଟିକିରି ସେ ଥୋଇ ଦେଇଛନ୍ତି ଆଣିକିରି। ସେ ସମ୍ପୂର୍ଣ୍ଣ ସିଦ୍ଧାନ୍ତକୁ କାଟିକିରି ଗୋଟେ ନୂଆ ସିଦ୍ଧାନ୍ତ ରଖିଛନ୍ତି। ପ୍ରାଣାୟାମ ମାନେ ପ୍ରାଣର ବ୍ୟାୟାମ କେମିତି ହବ, ଏ ଅଦ୍ଭୁତ ନୁହେଁ କି? କେହି ସ୍ପଷ୍ଟ ଭାବରେ କହିନାହାନ୍ତି ପ୍ରାଣରେ ମନ ଦେଲେ ପ୍ରାଣ ବନ୍ଦ ହେଇଯିବ। ସମସ୍ତେ ଟାଣିଆରେ ବ୍ୟସ୍ତ, କିଏ ଦୌଡୁଛି ତାକୁ ପେଲୁଛନ୍ତି ତଣ୍ଟିଆ ମାରିକିରି, ଏ ମରିବ ନା ବଞ୍ଚିବ? ଶିବମୁନି କହିଲେ ଯିଏ ଅନନ୍ତ କାଳରୁ ଚାଲି ଆସିଲାଣି, ଦୌଡୁଛି, ତାକୁ ରୋକିବାକୁ ଦିଅ, ତାକୁ ସ୍ଥିର ହବାକୁ ଦିଅ, ତାହେଲେ ପ୍ରକୃତ ପ୍ରାଣାୟାମ ହବ। ଇଏ କଣ ସ୍ୱତନ୍ତ୍ର ବିଚାର ନୁହେଁ କି? ଏବଂ ସତ୍ୟ ନୁହେଁ କି? ପୂର୍ଣ୍ଣ ଭାବରେ
ପୁଣି ଲେଖିଲେ ପାତଞ୍ଜଳିଙ୍କର ସମାଧି ପାଦ ସାଧନ ପାଦ। ଯେଉଁମାନେ ସାଧନ ଯୋଗର ଡିଟେଲ୍ସ ଜାଣିବାକୁ ଚାହୁଁଛନ୍ତି ତାହେଲେ ପାତଞ୍ଜଳିଙ୍କର ଯୋଉ ଭାଷ୍ୟ କରିଛନ୍ତି ଶିବମୁନି ସାଧନ ପାଦ ଆଉ ସମାଧି ପାଦ ସେଇଟା ପଢ଼ନ୍ତୁ, ଜାଣିପାରିବେ କ'ଣ ଅଛି। ଯୋଗର ସ୍ୱତନ୍ତ୍ର ଯୋଗର ଟୋଟାଲ ବିବରଣୀ ସେ ଲେଖିଛନ୍ତି। ତା ସହିତ ଯମ ନିୟମ ଆସନ ଉପରେ ଲେଖିଛନ୍ତି। ଯମର 5ଟା ଉପଅଙ୍ଗ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ନିୟମର 5ଟା ଉପଅଙ୍ଗ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି ତାଙ୍କ ସାହିତ୍ୟରେ। ଅନେକ ଜିନିଷ ଅଛି, କୁଆଡ଼େ ଯିବାକୁ ପଡ଼ିବନି ତୁମକୁ। ଯଦି ଶିବମୁନିଙ୍କ ବହି ପଢ଼ିବ କୁଆଡ଼େ ଯିବାକୁ ପଡ଼ିବନି। ଯୋଗର ପ୍ରକୃତ ରୂପରେଖ ଶିବମୁନିଙ୍କ ସାହିତ୍ୟରେ ଅଛି। ତେଣୁ ଇଏ ଯୋଉ 54 ଖଣ୍ଡ ବହି ଲେଖିଲେ କେତେ ଅକ୍ଳାନ୍ତ ପରିଶ୍ରମ କରିଥିବେ ଅନୁଭବ କରନ୍ତୁ। ଆମେ ଖଣ୍ଡେ ବହି ଲେଖିନୁ ଏପର୍ଯ୍ୟନ୍ତ, ଖଣ୍ଡେ ବି ଅବଶ୍ୟ ଏ ଯୋଉ ପ୍ରବଚନ ଗୁଡ଼ା ଆମେ ଦଉଛୁ ତାକୁ ବହି ଆକାରରେ ଯଦି ସାହିତ୍ୟ ଆମେ କରିବା ବି ହେଇପାରିବ, କିନ୍ତୁ ବର୍ତ୍ତମାନ ଯୁଗ ପାଇଁ ଏଇଟା ଠିକ ଅଛି ପ୍ରବଚନ। ମୁଁ ଯୋଉ ଢାଞ୍ଚାରେ କହୁଛି ବା ଏ ପ୍ରବଚନ ରଖୁଛି କେବଳ ଆତ୍ମଜ୍ଞାନ ବ୍ୟତୀତ ମୁଁ କିଛି କହିବି। କେବଳ ଆତ୍ମଜ୍ଞାନ ଅଛି ମୋ ପ୍ରବଚନ, ଆଉ କିଛି ନାହିଁ। ତେଣୁ ଏ ଗୋଟେ ଅଲୌକିକ ଜ୍ଞାନ ଶିବଙ୍କ ପାଖରେ ଥିଲା। ଜ୍ଞାନ ସହିତ ମଧ୍ୟ ସାଧନ ଥିଲା, ଖାଲି ଜ୍ଞାନ ଥିଲା ନୁହେଁ। ସେ ସେଇଥିପାଇଁ କହିଲେ ଯେ ଜ୍ଞାନରେ ଶକ୍ତି ଅଛି, ଆତ୍ମଜ୍ଞାନ ସର୍ବଶ୍ରେଷ୍ଠ ଜ୍ଞାନ। ଅନ୍ଧବିଶ୍ୱାସ ଛାଡ଼ି ନିଜ ଭିତର ଶବ୍ଦ ଶୁଣ, ତୁମର ପ୍ରକୃତ ପଥ ପ୍ରଦର୍ଶକ ତୁମ ଭିତରେ ବିଦ୍ୟମାନ। ତାମାନେ ଏଠି ଶବ୍ଦ ଶୁଣିବ, କେମିତି ଶବ୍ଦ ଶୁଣିବ? ସାଧନ ନ କଲେ ଶବ୍ଦ ଶୁଣିପାରିବନି। पुणी कहते जे ज्ञान में ज्ञान सबसे बड़ा है, ज्ञान सबुठ बड़, किंतु परंतु साधन परम आवश्यक है। एटा केते देखन माने पैरेलल है कि जाउ साधन एवं ज्ञान। ज्ञान सबसे बड़ा है, साधन बड़ नहीं, ज्ञान बड़, किंतु साधन परम आवश्यक है। तांको हिंदी भाषा रे जहाँ कही पढ़ी सेटा कहली जे साधन निहाती आवश्यक अछि, नले ज्ञान दृढ़ हबनी। ज्ञान को दृढ़ करिया पे साधन आवश्यकता अछि। भीतर शब्द केते सुनिबो जेते साधन करिबो। तेणु तांकर आउ गोटे मुनि समाज सिद्धांत कहली किछि किछि तांकर स्वतंत्र विचार चिंताधारा थिला, बुझिले। तांकर अद्वैतवाद जोटा अछि, द्वैतवाद न अद्वैतवाद, जीव ही ब्रह्म, जीव ही ईश्वर, एटा तांकर सिद्धांत थिला। लक्ष्य कौन ना समस्ते सेई ईश्वर बा निजर निज को देखंतु बा आत्मा को देखंतु, चिन्ह। से साधन आवश्यकता थिला। एवं साधन जो कौशल बा साधन जो टेक्निक, मु तो बहुत संस्था बुली, बुझिले। मु बहुत संस्था बुली, ता पूर्व देखि केमति कोन करचनी, एक तांको साधन कोन अछि, किंतु कौन सी संस्था जते एक्यूरेट योग नाही। अष्टांग योग कौन सी संस्था नाही एते। आ तांकर गोटे नुआ इनोवेशन कोन, नुआ इनोवेशन जोडे केई करि ना ए पर्यंत भारत वर्ष वा पृथ्वी रे, सेटा कोन के कहबे कि स्वतंत्र भावे नुआ इनोवेशन से आनी रखिले एई साधन रे, सेटा कोन के कहबे? स्वतंत्र ना, स्वतंत्र विचार हला का सिद्धांत ना, शुभ भावना ज्ञान रे गला। से कौन गोटा नुआ जिनस रखिले जोटा कि जोटा केही रखी नांती, चक्र भेदन। के कहले चक्र भेदन?
କହିଲି ଖନ୍ତାପଡ଼ା। ଖନ୍ତାପଡ଼ା। ଆଉ କିଏ କହିଲେ? ସେଇ କଥା କହିବାକୁ ଯେତେବେଳେ ଆଉ କହିଲେ ଆଜ୍ଞା। ହଁ, ତୁମେ କିଏ? ଭଗବାନ ଗୁରୁ ଆଜ୍ଞା, ଭଗବାନ। ଆଉ ଠିକ ଅଛି, ଯୋଉମାନେ କହିଲେ ଚକ୍ରଭେଦନ ତାଙ୍କର ଗୋଟେ ଇନୋଭେସନ କହିଲେ ଅତ୍ୟୁକ୍ତି ହବ। ସାରା ପୃଥ୍ୱୀ ପାଇଁ ଚକ୍ରଭେଦନ ହଉଛି ଗୋଟେ ସ୍ୱତନ୍ତ୍ର ଅବଦାନ। ତାଙ୍କର ଅବଦାନ କହିଲେ ଅତ୍ୟୁକ୍ତି ହବ ଚକ୍ରଭେଦନ। ତେଣୁ ଚକ୍ରଭେଦନ ଯୋଉମାନେ କରୁଥିବେ, ଯୋଉମାନେ ଆଡମିସନ ନେଇଛନ୍ତି ସମାଜରେ, ସେମାନେ ଜାଣିଥିବେ ତାଙ୍କର ପ୍ରଭାବଟା କଣ, ଚକ୍ରଭେଦନ ପ୍ରଭାବ କଣ। ଆଉ ଏତେ ସୂକ୍ଷ୍ମ ଭାବରେ ସମସ୍ତ ଚକ୍ରର ସାଧନ ସେ ରଖିଲେ। ପ୍ରତ୍ୟେକ ଯୋଡ଼, ପ୍ରତ୍ୟେକ ଅବୟବ, ପ୍ରତ୍ୟେକ ଗଣ୍ଠି, ପ୍ରତ୍ୟେକ ଖଞ୍ଜା, ଏ ସବୁର ସାଧନ କେମିତି ହେଇପାରିବ, ତା ସହିତ ମନର ମଧ୍ୟ ସାଧନ ହବ, ଯୋଉଟା କି ପାରାଲାଲ ହେଇକି ଚକ୍ରଭେଦନରେ ଅଛି। ଆଉ ଗୋଟେ ବିଶେଷତ୍ୱ କଣ ନା, ମନ କିପରି ଶୁଦ୍ଧ ହବ, ଏ ସାଧନରେ ମନର କେମିତି ଶୁଦ୍ଧ ହବ, ସେଇଟା ମଧ୍ୟ ଏ ସାଧନରେ ଅଛି। ରକ୍ତ କେମିତି ପ୍ୟୁରିଫିକେସନ ହବ, ମନ କେମିତି ଶୁଦ୍ଧ ହବ, ସବୁ ଜଏଣ୍ଟରେ କେମିତି ମଇଳା ଅଛି କେମିତି କଢା ହବ, ଏସବୁ ସାଧନରେ ଅଛି। ସର୍ବୋପରି ପ୍ରାଣାୟାମରେ ସବୁ କିଛି ଅଛି, ଯୋଉଟା ପ୍ରାଣାୟାମ ତାଙ୍କର ନୂତନତ୍ୱ ଥିଲା। ଆଉ ଗୋଟେ ବଡ ଜିନିଷ ହଉଛି କଣ ନା ପ୍ରଣବ, ଏକାକ୍ଷର ମନ୍ତ୍ର। ସେ ହିଁ କହିଲେ, ଦେଖିବେ 96ରେ ଗୋଟେ ମାଗାଜିନ୍ ବାହାରିଥିଲା, ଦେଖିବେ ଜ୍ଞାନ ଶକ୍ତି। 96 ହଉଛି 2006ରେ ଗୋଟେ 6 କି 7 ହବ, ଗୋଟେ ଜ୍ଞାନ ଶକ୍ତିରେ ବାହାରିଥିଲା ଓଙ୍କାର ଉପରେ ତାଙ୍କର ପ୍ରବଚନ। ଓଙ୍କାର ଏକାକ୍ଷର ମନ୍ତ୍ର, ସେ ତିନିଟାଙ୍କ ଅକ୍ଷର କାଟି ଦେଇଛନ୍ତି, ସେଥିରେ ଅ ଉମକୁ ସଫା କରିଛନ୍ତି। ଅବଶ୍ୟ ଓଡ଼ିଶାରେ ଅ ଉମ ପ୍ରଚଳିତ କରୁଛନ୍ତି କିଏ ଜଣ, କିନ୍ତୁ ଏଇଟା ଠିକ ନୁହେଁ। ଏକାକ୍ଷର ମନ୍ତ୍ର ରଖିଛନ୍ତି, ଏଇଟା ଗୋଟେ ପିକୁଲିଆର ଜିନିଷ ତାଙ୍କର ମୁନି ସମାଜ ପାଇଁ। ପ୍ରଣବ, ଚକ୍ରଭେଦନ ଏବଂ ସୁଭାବନା ପ୍ରାଣାୟାମ, ଇଏ ସବୁ ଯାକ ବଳିଷ୍ଠ ସାଧନ। ଚକ୍ରଭେଦନ କରୁ କରୁ ଏଭଳି ଜିନିଷ ଦିଆହେଇଛି, ଚକ୍ରଭେଦନ କହିବାକୁ ଭୁଲିଗଲି ଯେ ମୁନି ସମାଜ ସାଧନ ସରଳ, ସହଜ, ସରଳ ଏବଂ ସର୍ବାଙ୍ଗ ପୂର୍ଣ୍ଣ। ଏଇଟା ମନେ ରଖନ୍ତୁ, ସହଜ, ସରଳ, ସର୍ବାଙ୍ଗ ପୂର୍ଣ୍ଣ। ସର୍ବାଙ୍ଗ ପୂର୍ଣ୍ଣ ମାନେ ସବୁ ଅଙ୍ଗର ପୂର୍ଣ୍ଣ ସାଧନ ଯୋଉଠି ହୁଏ ସେଇଟା ସର୍ବାଙ୍ଗ ପୂର୍ଣ୍ଣ। କୋଉ ଅଙ୍ଗ ଛଡା ହେଇନି, କୋଉ ଅଙ୍ଗ ଛଡା ଯାଇନି। ଆଖି, ନାକ, କାନଠୁ ଆରମ୍ଭ କରି ନାଭି ଚକ୍ର, ଏପରିକି ତୁମର ମୂତ୍ରାଶୟ, ଆନସ, ସବୁ ଯୋଡ଼, ସବୁ ଅବୟବ। ଆଉ ତା ଭିତରେ ଯୋଉ ପେଟ ଭିତରେ ସବୁ ରହିଛି, ଲିଭର ଠୁ ଆରମ୍ଭ, ଲିଭର, କିଡନୀ, ପାନକ୍ରିଆସ, ଆଉ ତୁମର ହାର୍ଟ, ଅନେକ ଜିନିଷ ଯୋଉ ଭିତରେ ଅଛି, ତାର ବି ମାନେ ପାର୍ଟ ସାଧନ ମଧ୍ୟ ଅଛି, ସେଇଟା ବି ଦିଆଯାଉଛି। ଏଇଟା ତ କୌଣସି ସଂସ୍ଥାରେ ପ୍ରାୟ ନାହିଁ ଏମିତି ସାଧନ, ବୁଝନ୍ତୁ ଏ କଥା ଭଲ ଭାବେ। ତାପରେ ଆଉ ଗୋଟେ ବିଶେଷତ୍ୱ କଣ, ମୁନି ସମାଜକୁ ଯୋଉମାନେ ଆସୁଛନ୍ତି 99% ରୋଗୀ, 99% ରୋଗୀ ଆସୁଛନ୍ତି, ଆଡମିସନ ନଉଛନ୍ତି, କି 98 ହବ। ତାଙ୍କର ଆଗେ ରୋଗ ହବା ଭଲ ହବା ଦରକାର ନା ସମାଧି ହବା ଦରକାର? ଯୋଉମାନେ 98% ଏଠିକି ଆସୁଛନ୍ତି, ଆଗେ ରୋଗ ଭଲ ହବ ନା ସମାଧି ହବ? ଆଗେ ରୋଗ ଭଲ ହବ ନିଶ୍ଚିନ୍ତ ଭାବରେ, ଏଇ ଆକାଂକ୍ଷା ନେଇକି ଆସିବେ କି ନାହିଁ, ଆକାଂକ୍ଷା ଏଇଟା ରହିବା ଦରକାର। ତେଣୁ ଏଠି ମୁନି ସମାଜରେ ଗୋଟେ କେଇ ଜଣ କହୁଛନ୍ତି ଗୋଟେ ବଡ ଡାକ୍ତରଖାନା। ଆରେ ବଡ ଡାକ୍ତରଖାନା ଏଇଟା କାହିଁ ହବ?
କାରଣ ସବୁ ରୋଗ ଏଠି ଭଲ ହେଇଯାଉଛି। ଯୋଉଟା ଦିଲ୍ଲୀ ଏମ୍ସ କରିପାରୁନି, ଲୀଳାବତୀ କରିପାରୁନି, ବୁଝିଲେ, ଏ ବଡ଼ ବଡ଼ ଡାକ୍ତରଖାନା ଯୋଉଟା, ଏ ଭୁବନେଶ୍ୱର କଥା ଛାଡ଼, ଓଡ଼ିଶା କଥା ଛାଡ଼, ମୁଁ ଭାରତ କଥା କହୁଛି। ଦିଲ୍ଲୀ ଏମ୍ସରୁ ଜଣେ 40 ଲାଖ ଖର୍ଚ୍ଚ କରିକି ଏଠିକି ଆସିଲା, ଆମ 3 ଦିନରେ ଭଲ ହେଲା। ଦେଖନ୍ତୁ, ତେବେ ଏଇ ଯୋଉ ଟେକ୍ନିକାଲ ନଲେଜ ଗୁରୁଦେବ ଆଣିଲେ, ଏଇ ଟେକ୍ନିକାଲ ନଲେଜ ନୁହେଁ କି, ସାଧନ ତ ସାଧନ ବାଟ, କିନ୍ତୁ ରୋଗ ଭଲ ହବାର ଯୋଉ ଟେକ୍ନିକ, ଏଟା କେମିତି ଆସିଲା? ତେଣୁ ମୁଁ କହୁଛି, ଗୁରୁଦେବଙ୍କୁ ଯଦି ନୋବେଲ ପ୍ରାଇଜ ଦିଆଯାଏ କିଛି ଅତ୍ୟୁକ୍ତି ହବନି। ସାରା ପୃଥିବୀର ମେଡିକାଲ ସାଇନ୍ସ କି ଗୋଟେ ପଟେ ରଖନ୍ତୁ, ମୋ ସିଦ୍ଧାନ୍ତ, ଆଉ ମୁନି ସମାଜର ସାଧନ ବା ତାଙ୍କର ଯୋଉ ଆଇଡିଓଲୋଜି ବା ସିଦ୍ଧାନ୍ତ ଗୋଟେ ପଟେ ରଖନ୍ତୁ, ସେଟା ହାଲକା ହେଇଯିବ। ଯୋଉଟା କେହି କରିପାରିବେନି ସେଟା ମୁନି ସମାଜ କରୁଛି, କରିକି ଦେଖେଇ ଦଉଛି। ତେଣୁ କେତେ ବୈପ୍ଳବିକ ଚିନ୍ତାଧାରା ଦେଖନ୍ତୁ ନ ହେଇଥିବ ଏଇ ସାଧନରେ, କେତେ କାରସାଦି ଅଛି, କେତେ କାରିଗରୀ ବିଦ୍ୟା ଅଛି ଏଇ ସିଦ୍ଧାନ୍ତରେ। ଆର ମୂଳ ଉତ୍ସ କଣ କହିଲେ? ଆର ମୂଳ ଉତ୍ସ ହଉଛି ଭାବନା। ଶିବମୁନିଙ୍କ ସିଦ୍ଧାନ୍ତ, ତାଙ୍କ ଚକ୍ରବେଦନରେ ଭାବନା ଅଛି, ପ୍ରଣବରେ ଭାବନା ଅଛି, ସୁବହନରେ ଭାବନା ଅଛି, ପ୍ରାଣାୟାମରେ ଭାବନା ଅଛି, ରୋଗମୁକ୍ତ ହବାରେ ଭାବନା ଅଛି, ସବୁଥିରେ ଭାବନା ଅଛି। ବିନା ଭାବନାର କିଛି ହବନି। ତୁମ ଲକ୍ଷ୍ୟ ସ୍ଥିର କରିବାରେ ଭାବନା ଅଛି, ମୁଁ କୋଉଠି ପହଞ୍ଚିବି, ଟାର୍ଗେଟ। ତେଣୁ ମୁନି ସମାଜର ସିଦ୍ଧାନ୍ତ, ମୁନି ସମାଜର ସାଧନ ସମ୍ପୂର୍ଣ୍ଣ ଭାବରେ ଅଲଗା, ସମ୍ପୂର୍ଣ୍ଣ ଅଲଗା। ମୁଁ ଯେତେ ସଂସ୍ଥା ଦେଖିଛି, ରାମଦେବଙ୍କର ମଧ୍ୟ ସାଧନ କ୍ରିୟା ଦିଆଯାଉଛି, କିନ୍ତୁ ରାମଦେବଙ୍କର ସାଧନ ଠାରୁ ଇଏ ସମ୍ପୂର୍ଣ୍ଣ ଅଲଗା, ସମ୍ପୂର୍ଣ୍ଣ ଅଲଗା। ମୁନି ସମାଜ ସାଧନ, ଜଣେ ସାଧକକୁ ବାଡ଼ି ଦେଇଦେବ ଚାଲିବା ପାଇଁ, ବୁଝିଲେ। ଖାଦ୍ୟ ହଜମ ହଉନି, ଖାଦ୍ୟ ବେଶୀ ଜୋର ଷ୍ଟାର୍ଟ ହବ ଖାଇବା, ଭୋକ ଶକ୍ତି ବଢିଯିବ। ପ୍ରଥମ ଅବସ୍ଥା ମୁନି ସମାଜର ସାଧନ, ଯାହା ବେଦରେ ଲେଖା ହେଇଛି ସେଇ ବେଦର ଅନୁସାରେ ମଧ୍ୟ ଇଏ ଇଫେକ୍ଟିଭ ହଉଛି। ସ୍ୱର ସୌଷ୍ଠବମ, ସ୍ୱର ମିଠା ହେଇଯିବ, ମଳମୂତ୍ର ଲୁପ୍ତମ, ଲୁପ୍ୟମ, ଲୁପ୍ୟମ ମାନେ କମିଯିବ, ମଳମୂତ୍ର କମିଯିବ, ସ୍ୱର ସୌଷ୍ଠବମ। ତ ପ୍ରିଲିମିନାରୀ ଅବସ୍ଥା ହଉଛି କି ନାଇଁ? ଯୋଉମାନଙ୍କର ଆସୁନି ଏଠିକି ଆଡମିସନ କରି, ନିଦ ହଉନି, ନିଦ ହେଇଯିବ। ଜଣେ ତ କହିଲେ, ମୋ ପରେ ଆଡମିସନ ନେଇଥିଲା, ବସରେ ବସିଛି, ଯାଇକି ଆଉ ଗୋଟେ ଅନ୍ୟ ଷ୍ଟେସନରେ ଓହ୍ଲେଇଲା, ନିଦ ହେଇଯାଇଛି ଏତେ ଜୋର। ନିଦ ହଉନଥିଲା, ଆମ ସତ୍ସଙ୍ଗରେ ଆସିବ, ଏ ମୁଣ୍ଡରୁ ବସିବ, ସେ ମୁଣ୍ଡ ଯାଏ ନିଦରେ ଶୋଇଥିବ, ଏଣ୍ଟାୟାର ସତ୍ସଙ୍ଗ ସେ ଶୁଣି ନଥିବ। ପାଲ ଉଠିବ, ଝଡାଝଡି କରିବ, ତାଙ୍କୁ ଉଠେଇବେ, ଉଠ ମହାରାଜ ଉଠ, ସେ ଉଠିବେ। ଯାହାକୁ ନିଦ 3 ବର୍ଷ ଶୋଇନି, 3 ବର୍ଷ ଝାଡା ଯାଇନି, 3 ବର୍ଷ ଝାଡା ଯାଇନି ମାନେ ନୁହେଁ, ମାନେ ଅକେଜନାଲ ଝାଡା ହବ, ନିଦ ହବନି ମାନେ ଝାଡା ହବନି, ତା ସହିତ ସମ୍ପର୍କ। ଆମ ଘର ପଛପଟକୁ ତାଙ୍କ ଘର, ଶକୁନ୍ତଳାପୁର କଥା କହୁଛି, ଦାଦା ହିସାବ ହେବେ ସେ। ଅଦ୍ଭୁତ। ଆମେ ଯେତେବେଳେ ମୁଁ ନିଜର, ମୋର ଦେହ ଖରାପ ହେଲା, ମୁଁ ଆ ଭିତରକୁ ଆସିଲି, ମୁଁ କହିଲି ସତରେ କଣ ଏଇଟା ଏଠି ଭଲ ହେଇଯିବ? ମୋର କେବେ ବିଶ୍ୱାସ ନଥିଲା। ସେଥିପାଇଁ କହୁଛି, ଜ୍ଞାନରେ ଶକ୍ତି, ଜ୍ଞାନକୁ ଦୃଢ କିଏ କରିବ ନା ସାଧନ। ସାଧନ ଯେତେବେଳେ ନିଜେ ଅନୁଭବ କଲି, ହଁ ଏଇଟା ହେଇପାରିବ, ତା ସହିତ କେତେ ଅଭିଜ୍ଞତା ଜ୍ଞାନ ସୃଷ୍ଟି ହେଲା ଆମ ଭିତରେ। ଗୋଟିଏ ରୋଗ ନୁହେଁ ତ, କୋଟିଏ ରୋଗର ଜ୍ଞାନ ସୃଷ୍ଟି ହେଇଗଲା ମୋ ଭିତରେ। ହଁ ଏଗୁଡ଼ା ସବୁ ହେଇପାରିବ। ସିଦ୍ଧାନ୍ତ କଣ?
ସିଦ୍ଧାନ୍ତକୁ ଯଦି ଥରେ ବୁଝିଯିବ ମୁନି ସମାଜ ସିଦ୍ଧାନ୍ତଟା ଏଇଆ, ଆଉ ତୁମର ଜୀବନର ଲକ୍ଷ୍ୟ ଏଇଆ, ଆଉ ଜୀବନଟା କ'ଣ ଏଇ ମୁନି ସମାଜକୁ ଜଣା ପଡ଼ିବ, ତାହେଲେ ସବୁ ବୁଝିଯିବ ତୁମେ। ସାଧନ ସବୁ ଚକ୍ର ଜାଣିଗଲେ ଯେ ହେଇଯିବ ଜଣେ ସାଧକ ତା ନୁହେଁ, ତାଙ୍କେ ଆଗେ ନିଜର ଜ୍ଞାନଟାକୁ ସମାଧାନ କର। 1000 କୋଶ୍ଚିନ୍ ଆଣ, 1000 କୋଶ୍ଚିନ୍ ଆଣ, ତାହେଲେ ତୁମ ଜ୍ଞାନ ସିଦ୍ଧ ହବ। ଯାହା ଆସୁଛି ମନ ଭିତରକୁ କୁହାହେଲା ବା ମନ ଭିତର ଶବ୍ଦ ଶୁଣ, ଭିତରୁ ଯୋଉ ଶବ୍ଦ ଆଉଛି ତାକୁ ପ୍ରାକ୍ଟିକାଲ ଲଗାଅ। मन से मन में जप शिवम, मन से मन में जप शिवम, महामंत्राणी रखिदेले। शिवम हूँ महामंत्र, इटा कही नथिल से कौन न देचन कहतु को एंगल टाक छाड़ी जाइछन। आगे रोगमुक्त हेले जने साधक हो परिबो, साधन करि परिबो, सेथमे रोगमुक्त पे आगे से एडवांस साधन देले। चक्र भेदन करो, प्राणायाम करो, जम नियम पालन कर। आ बिना जम नियम तो कोई साधन है आनी रखिले, जदियो पातंजलि आनी सी तो आनी रखिले ना। आ कंपैरिजन जदि करिवो पातंजलि योगसूत्र तुम्हें बाया है। मोटा आनी मोटा बही 4 आंगुलीर मोटा बही कौन पढ़िली कौन बुझिली मु जान पारि। से भस्त्रिका अच्छी, नौलिक क्रिया अच्छी, अनेक जिनस अच्छी, तुम्हें करें से कहते जोग जो मैंने करती गुरु को न नहीं कले से बाया पागल है। कौन सी बही पढ़िक साधन करनी, टीवी देखिक साधन करनी, कहार प्रवचन शुणिक साधन करनी। गुरु को देख, गुरु को न देखला पर्यटन साधन हो पारे। गुरु विद्या एटा ब्रह्म विद्या। कोठी गुरु का को अनेदेले भी समाधान है। बुझिल, बुझंतु कथा। तुम भीतर कौन अच्छे असुविधा का को अनेले भी समाधान है। ए प्रणव जल कथा दूरे थाओ। आमे जदि आम ज्ञान रे टिके ज्ञान रे जदि एते कथा करि पारु, एनी काइंड्स ऑफ डिजीज रिकवरी हो पार। ताले शिवमुनि को स्तर थिला अनुभव करन। से तो सेत भाई कहथिले मु दिन को 500 रोगी की भलो करथले। गोटे दिन रे 500 रोगी भलो करथले, माने को स्तर रे थिला अनुभव करन। से होजन शिवमुनि। सी होजन शिवमुनि। आ गोटे विशेषत्व एटा तो कहवा संभव जदि नुहे, तथापि जानिले आम पिला समस्त जान एडमिशन कर। कौन से गुरु आज पर्यंत रिटर्न होना मरीगला कहले कौ गुरु रिटर्न है? जी गला सी गला। किंतु शिवमुनि को एते प्रभावशाली साधन तांकर मरीगला परे भी अमर है रही। देखते ये गोटे प्रभावशाली जिन जी कि पुणी आसपारे हमको साक्षात कर। आम जदि आम बापा माँ को श्राद्धे देखिपार आसुँच देखिलु, शिवमुनि क्या देखुवे अनुभव कर, सारा विश्व जगत को देखुवे कि साधन से थिला अनुभव कर, कि साधन थिला तांको पाखरे। ये होची मुनि समाज। आमे 8टा जाए तो करवा कथा थिला, बहुत समय जीवन गपिले तो 9टा जाके गपी पारे, आउ अध घंटा घंटे भी गपी किसी ना, आ 15 मिनट रहा। मुनि समाज तो भीतर कथा बहुत कहले, आउ जदि कौन छाड़ी जाए मत कहतु, आलोचना कर।
ମୁନି ସମାଜର ଚକ୍ରଭେଦନ ସମ୍ପୂର୍ଣ୍ଣ ପିକୁଲିଆର, ପ୍ରଣବ ମଧ୍ୟ ପିକୁଲିଆର, ପ୍ରାଣାୟାମ ମଧ୍ୟ ସେଇଆ। ଆଉ ଯୋଉ ଚକ୍ର ଯୋଉ ଅନେକ ମୁନି ଋଷି ଅନେକ ସାଧୁ ସନ୍ଥ ବତେଇଛନ୍ତି ଅନେକ ଆସନ ଅଛି, ସେ ସବୁ ଭ୍ରମାତ୍ମକ। ବ୍ରହ୍ମରେ କହୁଛନ୍ତି 82, କିଏ କହିଲେଣି 84, କିଏ କହିଲେଣି 184, କିଏ କହିଲେଣି 1084, କିଏ କହିଲେଣି 184 ଆସନ। ଆରେ କେତେ ବର୍ଷ ଲାଗିବ ତ ସାଧନ କରିବା ପାଇଁ? ମୁଁ ଏତେ ଆସନ ଜାଣିଛି, ମୁଁ ଏତେ ଟେକ୍ନିକ ଜାଣିଛି, ସବୁ ଭୁଲ। ଶିବମୁନି ଆସିଲେ କହିଲେ 3ଟି ଆସନ ମାତ୍ର। କଣ 3ଟି ଆସନ କଣ? ଗୋଟେ ବସିବା, ଗୋଟେ ଶୋଇବା, ଗୋଟେ ଛିଡ଼ା ହେବା, ତାଡ଼ାସନ। ଶବାସନ ଶୋଇବା, ସମାସନ ବସିବା, ପଦ୍ମାସନ ବସିଲେ ବି କଷ୍ଟ ହବ, କିନ୍ତୁ ଏଭଳି ସାଧନ ଦିଆଯାଇଛି ଯୋଉଠି ବହୁ ସମୟ ବସିପାରିବ ସୁଖ ପୂର୍ବକ। ଓ ଆଉଥିବ କେମିତି ସାଧନ କରିବ? ସୁଖ ପୂର୍ବକ ବସିଲେ ସିନା ସାଧନ ହବ, ମନ ସ୍ଥିର ହବ। କିନ୍ତୁ ଏତେ ସେଇଥିପାଇଁ ମୁନି ସମାଜର ସାଧନ କୁହାଯାଇଛି ଅତି ସହଜ ଆଉ ସରଳ। ସରଳ ମାନେ ଏତେ ଟେକ୍ନିକ ନାହିଁ ଯେ ଗୋଡ଼ ଟେକିବା, ମୁଣ୍ଡ ତଳକୁ କରିବା, ମଣ୍ଡୁକ ଆସନ କରିବା, ସେ ନୌକା ଆସନ କରିବା, ସେ ବଜ୍ରାସନ କରିବା, ମୟୂରାସନ କରିବା, ଏଗୁଡ଼ା କିଛି ନାହିଁ। ଏଗୁଡ଼ା କିଛି ଆବଶ୍ୟକତା ନାହିଁ। ତେଣୁ ଏଇଟା ସହଜ ସରଳ ହେଲାନି କି? ଆଉ ସର୍ବାଙ୍ଗ ପୂର୍ଣ୍ଣ, ସବୁ ଅଙ୍ଗର ସାଧନ ମଧ୍ୟ ହେଇଯାଏ ଅଟୋମେଟିକ। ଯୋଉ ଟେକ୍ନିକ ଦେଇଛନ୍ତି ସେଥିରେ ସବୁ ଅଙ୍ଗର ସାଧନ ମଧ୍ୟ ହେଇଯାଏ। ଏଇଟା ଗୋଟେ ପିକୁଲିଆର ଜିନିଷ। ଆଉ ସିଦ୍ଧାନ୍ତ ହେଲା ମଣିଷର ଜୀବନ ଲକ୍ଷ୍ୟ କୋଉଥିପାଇଁ ଆସିଛି ତାକୁ ଉପଲବ୍ଧି କରିବା। ପ୍ରକୃତରେ ତୁମେ ଆୟା ଥା କିସ କାମ ସେ ସୋୟା ଚାଦର ତାନ, କବୀର କହିଲେ। କୋଉ କାମରେ ତୁମେ ଆସିଥିଲ, କଣ କରୁଛ? ତେଣୁ ଲକ୍ଷ୍ୟ ହଉଛି ନିଜକୁ ଜାଣିବା, ନହେଲେ ପୁଣି ଯିବ ପୁଣି ଆସିବ। ଏଇଟା ସତ୍ୟ। ମରିବା ସତ୍ୟ, ପୁଣି ଯାଇକିରି ପୁଣି ଆସିବା ମଧ୍ୟ ସତ୍ୟ। ମରିବା ସତ୍ୟ, ଜନ୍ମ ନେବା ପୁଣି ସତ୍ୟ। ବୁଝିଲେ? ଜନ୍ମ ନେବାଟା କଷ୍ଟ ହବ, ତୁମକୁ ଲାଇନରେ ରହିବାକୁ ପଡିବ। ଯେମିତି ଇନ୍ଦିରା ଆବାସ ପାଉଛ, ଯେମିତି ଆଧାର କାର୍ଡ ପାଉଛ, ଯେମିତି ଲାଇନ କ୍ୟୁ ସିଷ୍ଟମ ରହିକିରି ଲାଇନରେ ରହିକିରି କୋଉଠି ଏଣ୍ଟ୍ରି ହଉଛ, ସେମିତି ଅନେକ ଜୀବାତ୍ମା ଥିବେ ଲାଇନ ଲଗେଇଥିବେ ଜନ୍ମ ନେବା ପାଇଁ। ତୁମେ ସେଇଠି ଜନ୍ମ ନେବା ପାଇଁ ଲାଇନ ଲଗେଇବ। ସେଠି ତ ଆଉ ଇନ୍ଦିରା ଆବାସ ନାହିଁ, କି କୁଟୀର ଜ୍ୟୋତି ନାହିଁ, କି ଜନନୀ ସୁରକ୍ଷା ଯୋଜନା ନାହିଁ, କି ହରିଶ୍ଚନ୍ଦ୍ର ଯୋଜନା, ସେଠି କିଛି ନାହିଁ। ନା ଡିଲର କାର୍ଡ ଅଛି, ନା ଗହମ ମିଳିବ, ନା ଅଟା ମିଳିବ, ନା ଚିନି ମିଳିବ। ସ୍ୱର୍ଗରେ କିଛି ନାହିଁ। କେତେ ହନ୍ତସନ୍ତ ହବ ଯାଇ। ସେଠୁ କହିବ ମୁଁ ପୃଥିବୀକି ଆସିଛି, ସେଇଥିପାଇଁ ଇଚ୍ଛା ହବ ପୃଥିବୀକି ଆସିବା ପାଇଁ। କିନ୍ତୁ ପୃଥିବୀକି ଆସିକି କହୁନାହାନ୍ତି ମୁଁ ଶୀଘ୍ର ମରିଯିବି ବୋଲି। ଆଉ ଯଦି ଆସିଲ ପୃଥିବୀ କାମ ଦାମ ସାର, ବୁଝିଲେ? କୋଉଥିପାଇଁ ଆସିଥିଲ ଲକ୍ଷ୍ୟ ସ୍ଥିର କର, ଖୋଜ ତାକୁ, ମୁଁ ପାଇବି ବୋଲି। କାହିଁ ଏଣୁ ତେଣୁ ବୁଲୁଛ? କାହିଁ ଏଣେ ତେଣୁ ବୁଲୁଛ? ହଁ, ଏଣେ ତେଣେ ବୁଲିବା ସହ କିଛି ଅସୁବିଧା ନାହିଁ। ଲକ୍ଷ୍ୟ ସ୍ଥିର କର, ଆଗେ ଲକ୍ଷ୍ୟ ରଖିକି ବୁଲ। ଏଇଟା ମୁଁ ସବୁଦିନ କରିବି, ସନ୍ଧ୍ୟାରେ କରିବି କିମ୍ବା ଭୋରୁ ଭୋରୁ କରିବି। ସେଇଟା ସମାଧାନ ପୂର୍ବକ ଆଗେଇ ଚାଲ। ତା ସହିତ ଆଳୁ ଚାଷ କର, ପ୍ରମୋଶନ ପାଇଁ ଯାହା କରୁଛ କର, ଚାକିରି କର, ବ୍ୟବସାୟ କର, ଇଣ୍ଡଷ୍ଟ୍ରି କର, ବସ୍ ମାଲିକ ହଉ, କିଛି ଅସୁବିଧା ନାହିଁ। କିନ୍ତୁ ଲକ୍ଷ୍ୟ ଯେପର୍ଯ୍ୟନ୍ତ ସ୍ଥିର ନ ହେଇଛି ସେ ପର୍ଯ୍ୟନ୍ତ ଭଟକିବ। ଏଇଟା ଗୋଟେ ମନ ଭିତରେ ସଂକଳ୍ପ ଆଣ ଯେ ତୁମର କୋଟି ଜନ୍ମର କର୍ମ ହୁଏତ ଏଇ ମୁନି ସମାଜକୁ ଆସିକି ସମାଧାନ ହବାକୁ ଯାଉଛି।
ଠିକ୍ ସଂସ୍ଥାରେ ଆସି ରହିଛ, ଶିବମୁନିଙ୍କ ଭଳି ଜଣେ ସାଧକଙ୍କୁ ପାଇଛ, ତାଙ୍କ ସିଦ୍ଧାନ୍ତକୁ ଭିତ୍ତି କରି ଆଗେଇ ଚାଲ। ତାଙ୍କ ସିଦ୍ଧାନ୍ତକୁ ଭିତ୍ତି ଖୁବ୍ ଜୋର ଧର, ସାଧନକୁ ଖୁବ୍ ଜୋର ଧର। ଆଜି ଦିନ ଗଲା, କାଲିକି ରହିବନି। ଲେଟ୍ ବାଇଗନ୍ ବି ବାଇଗନ୍, ଯିଏ ଗଲା ଗଲା। ମୁଁ କହିଛି ସବୁ 40 ବର୍ଷ ହେଲା କ'ଣ କରୁଛ, 50 ବର୍ଷ ହେଲା କ'ଣ କରୁଛ, 70 72 ବର୍ଷ ହେଲା କ'ଣ କରୁଛ? କିଛି ନାହିଁ। ସେ କାମରେ କିଛି ମୂଲ୍ୟ ନାହିଁ। ତେଣୁ ଏତେ ଅଦ୍ଭୁତ ସଂସ୍ଥାରେ ଆସିକିରି ଆଡମିସନ କରିକିରି ଯଦି ଏ କାମ ନ କରିବ, ଜାଣିବ ତମର ଜୀବନ ବ୍ୟର୍ଥ ବେକାର। ପୁଣି ଯିବ ପୁଣି ଆସିବ, ପୁଣି ଯିବ ପୁଣି ଆସିବ, ଏମିତି ଅନେକ ଥର ହେଇଗଲା। ଏ ସାଧନଟା କ'ଣ କି? ସାଧନଟା ହଉଛି ସାଧନଟା ମୂଳ ଲକ୍ଷ୍ୟ ରହୁଛି ମୋର। ଯେମିତି ଢିଙ୍କିରେ କୁଟା ଯାଉଛି ଚୁଡ଼ା ବା ଧାନ, ଶୁଙ୍କଉଛି ଯେ ବସିକିରି ଶୁଙ୍କା ହଉଛି, ଜଣେ ବସିଛି ସ୍ତ୍ରୀ ଲୋକଟେ। ସମାଟା ହଉଛି ତାର ଯୋଉ ଲାଗିଥାଏ କୁଟିବା ପାଇଁ, ସେଇ ମାନେ କାଠରେ ଯିଏ କୁଟୁଛି ଧାନ, ତା ପିଲାକୁ କ୍ଷୀର ଦଉଛି। ଯିଏ କୁଟୁଛନ୍ତି ଲାଞ୍ଜିରେ, ତାଙ୍କ ସହିତ ଗପ ସପ ଚାଲିଛି। କିଏ ଆସିଲା ତା ସହିତ ମଧ୍ୟ କଥା ହଉଛି, କିଏ ତା ଭିତରେ ଚୁଡ଼ା ବା ଧାନ ଚାଉଳ ନେବା ପାଇଁ ଆସିଲା, ତାକୁ ମଧ୍ୟ ମାପିକି ଦେଇଦେଲା, କ୍ଷୀର ଦେଇଦେଲା, ପିଲାକୁ କଥା ହେଲା, ସବୁ କାମ କରୁଛି ତା ଭିତରେ। ଯିଏ ଶୁଙ୍କଉଛି, ଲକ୍ଷ୍ୟ କୋଉଠି ଅଛି? ସମୟ ପରେ, ନହେଲେ ଆଙ୍ଗୁଠି ଛେଚି ହେଇଯାଏ। ସବୁ କାମ କରୁଛି, ଦେଖନ୍ତୁ, ସବୁ ତା ଚତୁର୍ପାର୍ଶ୍ୱ ଯେତେ କାମ ଅଛି ସବୁ କରୁଛି, କିନ୍ତୁ ଲକ୍ଷ୍ୟ ରଖି ସମୟ ପରେ। ସେମିତି ଏଠି ସିଦ୍ଧାନ୍ତ କ'ଣ ମନ ଭିତରେ ରହିବା ଦରକାର? ସମୟ କିଏ? ତୁମ ଜୀବନ ଚକ୍ରରେ, ଯିବା ଆସିବା ବାଟରେ, ତୁମ କାର୍ଯ୍ୟକାରିଣୀରେ କିଏ ସମୟ? ଯୋଗ ଏବଂ ତାର ଲକ୍ଷ୍ୟ। ମୁଁ ତାକୁ ଭେଦ କରିବି, ତାକୁ ଦେଖିବି, ସେଠି ମନ ରଖ, ସେଠି ମନ ରଖ, ଜୀବନଶୈଳୀ ଠିକ ହବ। ସେ ତୁମକୁ ଲିଫ୍ଟ ଦବ, ମନେ ରଖିଲେ ସେ ତୁମକୁ ଲିଫ୍ଟ ଦବ। ସେ ଅପେକ୍ଷା କରିଛି ନା ତୁମକୁ। ହଉ, ଏତିକି ସିଦ୍ଧାନ୍ତ ଆମର ଯେ ଲକ୍ଷ୍ୟ ରଖ। ଲକ୍ଷ୍ୟ ବିନା ତମେ ବିଚ୍ୟୁତ ହେଇଯିବ। ଯେତିକି ବର୍ଷ ଅଛି ବହୁତ ଅଛି, ଯଦି 3 ଦିନ ଥାଏ ବି ବହୁତ ଅଛି। ଜାଣନ୍ତି କି ଆମର ସର୍ପଦଂଶନ ହବ କାହାକୁ? ପରୀକ୍ଷିତ ରାଜାଙ୍କୁ। ପରୀକ୍ଷିତ ରାଜା ଭୁଲ ବଶତଃ ହଉ ବା ନିଜର ସୌଭାଗ୍ୟ କର୍ମ ହଉ, ଜଣେ ମୁନି ଋଷି ଥିଲେ, ତାଙ୍କ ଏରିଆକୁ ଯାଇଥିଲେ। ତାଙ୍କ ରାଜ୍ୟର ମୁନି ଋଷି ଥିଲେ ଜଣେ, ତାଙ୍କ ଇଲାକା ଭିତରେ ସେ ଯାଇଥିଲେ। ଡାକିଲେ, ପାଣି ଶୋଷ ହେଲା, ସେ ତ ପାଣି ଦେଲେନି, ଧ୍ୟାନରେ ରଖିଥିଲେ, ନିଜର ଶରୀରକୁ ଜାଣିପାରୁନଥିଲେ। ରାଜା ହେଠୁ ରାଗିକିରି ପାଣି ମାଗିଲେ। ସେ ନିଜକୁ ରାଜା ବୋଲି ଭାବିଲେ, ସେ ସାମାନ୍ୟ ଲୋକ ଭାବିଲେ। ତେଣୁ ରାଗିକିରି ଗୋଟେ ମଲା ସାପ ସେଠି ପଡ଼ିଥିଲା, ତାଙ୍କ ବେକରେ ପକେଇ ଦେଇ ପଳେଇ ଆସିଲେ। ତାଙ୍କ ପୁଅ ଯିଏ ମୁନି ଋଷି, ତାଙ୍କ ପୁଅ ବି ଛୋଟ ସର୍ପର ବେଶୀ ବିଷ, କୁହନ୍ତୁନି କିଏ ଆସିছে, ସେ ଗାଧଉଥିଲେ ଯାଇକିରି, କିଏ ଯାଇ କହିଲେ ହେଇ ଦେଖ, ଯାଅ ତମ ବାପାଙ୍କ ବେକରେ ଫୁଲମାଳ ବଦଳରେ ସର୍ପ ପଡ଼ିଛି। ରାଗିକି ଆସିଲେ, ଦେଖିଲେ ବାପାଙ୍କ ବେକରେ ସର୍ପ ପଡ଼ିଛି। ହଠାତ୍ ଆସିଲା ରାଗ, ଯିଏ ସର୍ପ ପକେଇ 7 ଦିନ ଭିତରେ ସର୍ପ ଦଂଶନ କରିବ, ମୃତ୍ୟୁ ନିଶ୍ଚିନ୍ତ।
ये मुनिवाक्य अखंड अखंड वज्र सदृश्य। तापरे बापा जिते उठिले ध्यान रू देखिले ये सब घटना सब घटी जाए पुओ अभिशाप दे दे। अरे किए से ध्यान लगे किए से देखा परीक्षित राजा परीक्षित राजा को जिते मरवे निश्चित परीक्षित राजा आसिक क्षमा मागिले सेठू बहुत मनस्ताप बसचनी जाइए कौटी समुद्र नई कूल मरवे ना 7 दिन आउ किसी टार्गेट ना समय होगला से समयटा किए होगला मृत्यु मरव निश्चिंत कनफर्म होगले पूरा आते हेडमास्टर हेड पीएचडी कोर्स कर व्यक्ति किए आसिले पाख सुकमुनि मास्टर ये कहते ब्रह्मर मास्टर से देखिले पछे पछे पिला माने से तो लंगड़ा होकर छोट पिला अन्य पिला माने टेका पकेले गाँ बाट दे जा हो सी तो ब्रह्म ज्ञान आसी पहुंच गले जो पिला माने गोड़े गोड़े आसते से पिला माने देखिले ये सब मुनि ऋषि कौन उठीगले साष्टांग प्रणिपात कले सुखमुनि से भयर से सब दौड़ दौड़ी पड़े कहले ये बोधे बहुत समस्त समस्ते बोलते सुखमुनि उपदेश देले कौन है ना एमती घटना है सर्पदंशन हम 7 दिन भीतर मरीज शरीर मरीज किंतु तांको भीतर जो आत्मा अच्छी परब्रह्म अच्छी जे ईश्वर सत्ता आत्मा को तो कहीं मारी पारे ना सुखमुनि जानी से सुखमुनि बुझेले कहले यही परीक्षित राजा सुन व्यस्त हबार किसी ना तुम्हें सर्वाधिष्ठान ब्रह्म तुम्हें सर्वाधिष्ठान ब्रह्म तुमको सर्वदंशन कौन कर जिते अधिष्ठान अच्छी जिते ब्रह्म अच्छा तुम्हें सर्वाधिष्ठान समस्त मृत्युनांग मृत्यु ईश्वरम मृत्युनांग मृत्यु ईश्वरम समूह मृत्यु आसले तुम किसी कर तुम मृत्युर ईश्वर गोटे सेकेंड मात्र ज्ञान शक्ति अच्छी जो मुनि कहले ज्ञान भर्ती कले क्या भितर परीक्षित राजा अभिमन्यु पुओ शेष पांडव अंश परीक्षित राजा महान ज्ञानी प्रभावशाली आउ सत्यनिष्ठ सब क्वालिटी थिला किंतु आत्मज्ञान नथिला तांको पाखे मु कहि विपद ही संपद आगुरी कही ना ना विपद ना संपद तुम पाई पार विपद थी ना से जीवन से राजा है पड़े जाता आत्मज्ञान हो पार न गोटे दिन मात्र गोटे दिन सेकेंड दिन समाधि हेले सेकेंड दिन समाधि गले से ब्रह्म निज रूप देखिले वास्तव मो रूप या आ सर्प कौन भय करेंगे कहतु माने सर्प दंशन हम निश्चिंत मुनिवाक्य किंतु सी मरबेनि सी अजर अमर अविनाशी ब्रह्म जमी शिवमुनि आश्चर्य देखो के 7 दिन तो अनेक दिन रहीगला सेकेंड दिन सेकेंड से समाप्त हो समाधि हो गई देखो ये विद्या केते चमत्कार विद्या जोटा शिवमुनि आनी थोइछन यही ब्रजेंद्र मिश्र तांकर झियो यही सैनिक स्कूल टीचर थिले यही भुवनेश्वर हमको से सिलेक्शन कले कहले आज्ञा आपण जाइए मो झील को शिक्षा दिखाते तेणु सी तो ऑल इंडिया बेस मुख्य थे ब्रजेंद्र मिश्र मुझे एड़ी पारे गोला पोखरी भद्रकर मुझे प्रवचन देवाई से मत भेटिले स्पेशल मत डाक कहले आसवे कि मुझे हाँ मुझे ना ये कम अच्छे आप यही कथा कहले सेठू आम 2 जन भुवनेश्वर आसिलु झील को शिक्षा दे से
से ବିହାରୀ ପିଲା ବହୁତ ଏକ୍ସପର୍ଟ ସେ ଏତେ ଝିଅ ବା ପୁଅଙ୍କୁ ଶିକ୍ଷା ଦେଇଛି ତା ଭଳି ଶିକ୍ଷା ମୁଁ କାହାକୁ ଦେଇନି ମାନେ ଯାହା କହିଲେ ସାଙ୍ଗେ ସାଙ୍ଗେ ରିସିଭ୍ କଲା ସାଧନ ଶିଖିଲା 2 ଦିନ ଭିତରେ ଭଲ ହେଇଗଲା ପୁରା ଅସୁବିଧାରେ ଥିଲା ପୁରା ଅସୁବିଧା 2 ଦିନ ଭିତରେ ଠିକ୍ ହେଇଗଲା 10 ଦିନରେ ସମାନ ହେଇଗଲା ଏଥିରୁ ଅନୁଭବ କରନ୍ତୁ ଏ ସାଧନ କେତେ ପାୱାରଫୁଲ ସାଧନ ଶିବମୁନିଙ୍କର ଅଛି ଧନ୍ୟବାଦ 8ଟା ହେଇଯାଇଛି ସମୟ ନାହିଁ ଆଉ ବୁଝିଲେ ये एक मुनि समाज सिद्धांत यदि पुणी सेकेंड सेशन सेकेंड एपिसोड करवा आज ये रखा आशा करे आज सत्संग मुनि समाज सम्यक ज्ञान धारणा आसला जे मुनि समाज कौन तेरे हो आज प्रवचन सेकेंड सेशन थिला संध्यार प्रवचन थिला मुनि समाज कौन सम्यक जी मोर धारणा थिला मुझे उपस्थापन कली आशा करे अनेक भी रही कही जी संभव उपस्थापन करागला से संतुष्ट रुहतु जाणिक कि गुड़ा तो नॉलेज है मुनि समाज कौन प्राणायाम कौन साधन कौन शिवमुनि जन्म रहस्य शिवमुनि सिद्धांत तांकर अलौकिक प्रतिभा इत्यादि इनोवेशन जो चक्रभेदन कर प्राणायाम रखी प्रणव सुभाना अनेक जिनस रखी बहुत अमूल्य जिनस जोटा कि समस्त उपलब्धि कर लाभवान हो पारे रोगमुक्त हो पारे आउ लक्ष्य हूँ जीवन मुक्त बा समाधि ताको मध्य नहीं पारे ये रखा आज सत्संग को काली पुणी आम भेटा रविवार अच्छी 20 जन कमी जाइए संध्या देखा कौन हो समस्त धन्यवाद जय जय।